ମାନଙ୍କୁ ଜୟ ଶ୍ରୀରାମ। ଦର୍ଶକ ବନ୍ଧୁ ପାଖାପାଖି 2020 ମସିହାରେ ମୁଣ୍ଡ ଟେକିଲାଣି କେପି ଅଟୋଡିଲ୍। ପ୍ରଥମରୁ କେପି ଅଟୋଡିଲ୍ ନଥିଲା, ଏପି ଅଟୋଡିଲ୍ ଆରମ୍ଭ ହୋଇଥିଲା। ସମୟକ୍ରମେ ଏପି ଅଟୋଡିଲ୍ ସ୍ଥାନାନ୍ତରିତ ହୋଇ ଆମ ସଂସ୍ଥାଟି କେପି ଅଟୋଡିଲ୍ ଆପଣମାନଙ୍କ ପହଞ୍ଚିଲା। ଆପଣମାନଙ୍କ ଅହେତୁକ ସ୍ନେହ ଆଉ ଭଲ ପାଇବା ପାଇଁ ଏଇ 5 ବର୍ଷ ଭିତରେ ପାଖାପାଖି 2000 ରୁ 3000 ଗାଡି ମଧ୍ୟ ବିକ୍ରି ସରିଲାଣି। ଆଉ ସେ 3000 ଗାଡି ଭିତରୁ ମ୍ୟାକ୍ସିମମ୍ 10ଟି ଗାଡିର ଡେଲିଭରି ଭିଡିଓ ଆମେ କରିଥିବା। ଆଉ ସେ 10ଟି ଗାଡି ଭିତରୁ ଆଜି ଗୋଟିଏ ଗାଡିରେ ଡେଲିଭରି ଭିଡିଓ ହବ ଆମ ଶୁଭମର। ପ୍ରଥମରୁ ଆମେ ଏକା ସଂଘର୍ଷ କରି ସଂସ୍ଥାଟିକୁ ଆରମ୍ଭ କରିଥିଲୁ। ପ୍ରଥମ ଏମ୍ପ୍ଲୟି ଭାବରେ ଆମ କେପି ଅଟୋରେ ଯୋଗଦାନ ଦେଇଥିଲେ ଆମ ନିରୁ ଭାଇ। ଗୋଟେ ପଲ୍ସର ଗାଡି ଆମ ପାଖରୁ କିଣିଥିଲେ। ସେକେଣ୍ଡ ଏମ୍ପ୍ଲୟି ଆମ ହାପି ନଥିଲା, ତାର ତ କହିବା ପାଇଁ ଗଲେ ସବୁ ଗାଡି। ଆମ ବିଜୁ ବାବୁ ମଧ୍ୟ 220 କିଣିଥିଲେ। ଆମ କଣ ବିକ୍ରମ, ସେ ବି ଗୋଟେ ସ୍କୁଟି ଜୁପିଟରଟେ କିଣିଥିଲା। ସବୁଠୁ କମ ବୟସର ପିଲା ହଉଛି ଆମ ଶୁଭମ। ନିଜସ୍ୱ ପରିଶ୍ରମ ବଳରେ, ନିଜସ୍ୱ ରୋଜଗାର ବଳରେ, ଗୋଟେ କଥା ନାହିଁ କି ସଙ୍ଗତର ଅସର ଥାଏ। ବେଶୀ ଦିନ କାମ କରିନି, ଜଏନ୍ করে ବର୍ଷେ ଖଣ୍ଡେ ସେ କାମ କଲେଣି ଆମ ପାଖରେ। ବର୍ଷେ କାମ କରିବା ଭିତରେ ନିଜସ୍ୱ ରୋଜଗାର, ନିଜସ୍ୱ ପରିଶ୍ରମରେ ଗୋଟେ ବୁଲେଟ ଗାଡି ସେ ଆଜି କିଣିଛି। ଗୋଟେ ଛୋଟ ଏକ୍ସାମ୍ପଲ ଆପଣମାନଙ୍କୁ ଦେବି। ହାତରେ 1.5 ଲକ୍ଷ ଟଙ୍କା ଫୋନ ଧରିକି, 1 ଲକ୍ଷ ଟଙ୍କିଆ ଫୋନ ଧରିକି ଯଦି ଆପଣ ନିଜର ଗନ୍ତବ୍ୟ ସ୍ଥଳକୁ, ନିଜର ଦୈନନ୍ଦିନ କର୍ମକ୍ଷେତ୍ରକୁ ବସ୍ ଭିତରେ ଠୋକର ଖାଇକି ଗତି କରୁଛନ୍ତି, ଆପଣ ଭୁଲ ରାସ୍ତାରେ ଅଛନ୍ତି। ସେ କଥାରେ ଯେମିତି କହିଲି ସଙ୍ଗତର ଅସର ଆମ ଶୁଭମ ବହୁତ ବଢିଆ ଭାବରେ ବୁଝିଛି। ଆମ ଦାୟିତ୍ୱ ତାକୁ ଉତ୍ସାହିତ କରିବା। ଆଜି କେପି ଅଟୋଡିଲ୍ ଅଛି, କାଲି ସିଏ ଓଡିଶାର କି ଭାରତର କୋଣ ଅନୁକୋଣ ଯେକୌଣସି ସଂସ୍ଥାରେ ବି ନିୟୋଜିତ ଥିବ। ଆମ ଦାୟିତ୍ୱ କଣ? ଗାଡିଆରେ ପାଣି ଥିଲେ ହୁଡାକୁ ଶୀତଳ। କେପି ଅଟୋଡିଲ୍ ନାମକ ଏ ଯୋଉ ଗାଡିଆ, ତା ହୁଡାରେ ବଢି ବଢି ମୁଁ ଯଦି ଜୀବନରେ କିଛି ଗ୍ରୋ କରିଛି, ମୋର ଦାୟିତ୍ୱ ମଧ୍ୟ ମୋ ଚତୁର୍ପାର୍ଶ୍ୱରେ ଥିବା ଗଛ ମାନଙ୍କୁ ଆଉ କିଛି କିଛି ପାଣି ଦେଇ ଗ୍ରୋ କରିବାର। ଆଜି ଗୋଟେ ଛୋଟ ଗଛରେ ମଧ୍ୟ ଗ୍ରୋ କରିବା ପାଇଁ ଚେଷ୍ଟା କରୁଛି। ଆମେ ସବୁ ତାକୁ ତାଳି ମାରି ଅଭିନନ୍ଦନ କରିବା। ନନ୍ଦୁକୁ ତାର ସୁନ୍ଦର ବୁଲେଟ ଟାକୁ ବହୁତ ବହୁତ ଅଭିନନ୍ଦନ। ବହୁତ ଡେଲିଭରି ଭିଡିଓ ହେଇନି ଆମ ପାଖରେ, ବହୁତ ରେୟାର ଭିଡିଓ ଭିତରୁ ଗୋଟେ ରେୟାର ଭିଡିଓ ଆମ ଶୁଭମ ପାଇଁ। ଶୁଭମକୁ ତା ବୁଲେଟ କୁ କଂଗ୍ରାଚୁଲେସନ।